ପିଠିକି ଦେଇ ନିଜ ଭଲ ପିନ୍ଧେ ମୁହିଁ ତେଣୁ ପଳେଇ ଅଇଲେଇ ମଉସା ନିଦର ଭୟରେ ମୁହିଁ ମଉସା ନିଦର ଭୟରେ दादा ठीक कथा जदि तोते पिठी करके सुई पड़िला तोते केनि लागियो ठीक कथा बाबा ठीक है कह केनि लागियो से झियो देव अपराध करछि तारे क्षमा नाही सेति मार एबे तो सन्यासी घरे जोगी जनक पाखरे से जो पिठी करिकरी सोई पड़िला अरे केते अपराध करछि बाबा एई दोष को आपण ताकू छाड़े के पड़े दिले बाबा सेति मारे बाबा तोर सम्मान ताकू रखी के का ताकू देबी अच्छा अच्छा हां हो बाबा देखो तो बेल कुआरो गला ହେଲା ଆପଣଙ୍କର ରଙ୍ଗ ରସ କହିଲେ ସରିବ ନାହିଁ ସକାଳୁ ସନ୍ଧ୍ୟା ହେଇଗଲେ ହେଲା ଆହେ ଭଗତ ତୁମ୍ଭ ମହତ ରଖିବା ନିମନ୍ତେ ଏବେ କଲୁ ସମ୍ମତ ଧରୁଛୁ ହସ୍ତ ସର୍ବ ସୁଖେ ଯିବୁ ଆମେ ବାବା ମୁଁ ନାହିଁ ବାବା ମୋତେ ନେଲେ କଣ ଆଉ ସେ ଝିଅକୁ ନେବେ ନା ଆଉ ଝିଅ ଫେର ନ ପଡ଼ିବ ଆହେ ଭଗତ ତୁମ୍ଭ ମହତ ରଖିବା ନିମନ୍ତେ ଏବେ କଲୁ ସମ୍ମତ କେଡ଼ା ହୁଏ ଧରୁଛୁ ହସ୍ତ ସର୍ବ ସୁଖେ ଯିବୁ ଆମେ ରହୁ ତୁମ୍ଭର ମହତ ହେ ଭଗତ ରହୁ ତୁମ୍ଭର यार दोष जाक कलु हे एबे धरु अछु हस्त हे भगत कथा रहिला जग बाबा हां ओ और के आनि भगत ଆପଣ ଯଦି ଆଗରୁ ଏମିତି ରାଜି ହେଇଯାଇ ଥାନ୍ତେ ଆମକୁ ଏତେ କଷ୍ଟ ପଡିଥାନ୍ତା ଆରେ ବାବା ଘର କରି ଘର ଲୋକ ତୁମେ ଆଣିବୁ ଯଦି ଟିକେ ଖାଇକି ଆଚ୍ଛା ଆଚ୍ଛା ଆଲୋ ମା ସେଇଠି ମଉସା ଏତେ କଷ୍ଟ ଦେଲାଇ ତାକୁ ପାରିଲି ମାସେ ତୋତେ ନବାକୁ କହୁଛି ମତେ ଏଇ ଲୋକରେ କେତେ ଲୋକ ଅଛନ୍ତି ମୋର ଯୋଉ ମହତଟା ଛାଡ଼ିଦେଲା ସେଇଟା କେମିତି ହବ ଯେ ଓହୋ ତୋତେ ସେ ଏତେ କଥା କହିଲା ବୋଲି ତୁ ଦୁଃଖ କରୁଛୁ ମା ଦୁଃଖ କରିବିନି ସେ ଦୁଃଖ କରୁଛୁ ମା ତାହେଲେ ବୁଝୁଛ ମଉସା କହିଲୁ ମା କହିଲେ ମତେ ବହିଲେ ତ ଦରକାରୁଣି ଏ ପ୍ରକାର ତାଙ୍କ ସାଙ୍ଗରେ ଚାକିରି ବହି ପଡିବ ମଉସା କହିଲେ ସାଦା ଚାକିରି ମଉସା କହିଲେ ସାଦା
ଆପଣଙ୍କର ହୃଦୟ କେମିତି ପଥର ବାବା ସେ ଝିଅଟି ଯୋଉଭଳିଆ କାନ୍ଦୁଛି ଗଛରୁ ପତ୍ର ଝଡ଼ି ପଡୁଛି ଆପଣଙ୍କର ହୃଦୟ କେମିତି ସହୁଛି ବାବା ମୋ ଆତ୍ମା ବି କାନ୍ଦୁଛି ଖାଲି ଆଖିରେ ଦିଟୋପା ଲୁହ ନାହିଁ ବୋଲିଛି ନା ନହେଲେ ଆତ୍ମା କାନ୍ଦୁଛି ଓ ଆତ୍ମା କାନ୍ଦୁଛି ଆଉ ଆଖିରେ ଲୁହ ନାହିଁ ଲୁହ ନାହିଁ ଆମେ ଯୋଗୀ ସମସ୍ତେ ମା ମାଉସୀ ଭାଇମାନେ କେବଳ ଦୁଃଖ କରୁଛନ୍ତି ଝିଅର କାନ୍ଦଣା ସହିତ ଦେଖେ ଏ ମା ଜଣକ କିଭଳି କାନ୍ଦିକିରି ଆଜ୍ଞା ଦଉଛନ୍ତି ତାକୁ ପଇସା କିଛି ସାହାଯ୍ୟ କରୁଛନ୍ତି ଆପଣ ସେ ଜୀବନ ନାହିଁ ବାବା ଗୋଟେ ସନ୍ଦେହ ଲାଗେ ଡ୍ରାଇଭର ଭାଇ ମୋର ଭାଗ୍ୟରେ ଯେତେବେଳେ ଗଲା ପଚାଶ କିଲୋ 520 ଟଙ୍କା କାଢିକି ଧରିଛି ଆଚ୍ଛା ଆଚ୍ଛା ନାଇଁ ଆପଣ ଆହୁରି ବି ସେ ସନ୍ଦେହ କରୁଛନ୍ତି ଆଉ ସନ୍ଦେହ ହେଇଥିବ ବୋଲି ଆପଣ ସନ୍ଦେହ କରୁଛନ୍ତି ଆଉ ସନ୍ଦେହ ଆଚ୍ଛା ଗୋଟେ କାମ କରନ୍ତୁ ବାବା ତାକୁ ଟିକେ ବୁଝା କରିଦିଅନ୍ତୁ ବୁଝାବୁଝି କରିଦେଲେ ତାର ମନ ପରିବର୍ତ୍ତନ ହେଇଯିବ ସ୍ୱାମୀ କି ସ୍ତ୍ରୀ ବୁଝେଇଲେ ସେ କେବେ ବି ଅବୁଝା ହବନି ନିହାତି ନିହାତି କାହିଁ ବୁଝେଇଲେ ବାବା କାହିଁକି ବିରସ ମନଲ କାହିଁକି तुही गुआल मुहे तुही गुआ तुही बना बांधवी हसी खेल हसी हसी खेली नागरी
ହଁ ବୁଝେଇଲେ ହଁ ରା ବୁଝେଇ ଯାକ ବୁଝୁ ନାହିଁ ଆଉ କଣ କରିବି ଆପଣ ଯୁଗ କୁଆଡେ ଗଲାଣି ହଁ ଆପଣ ଏ ପୁରୁଣା କଥାରେ ବୁଝେଇଲେ ବାବା ସେ ବୁଝିବ ହଁ ତାକୁ ତାହେଲେ ଆଧୁନିକ ଭାବରେ ବୁଝାକୁ ପଡିବ ଆଧୁନିକ ଷ୍ଟାଇଲରେ ବୁଝନ୍ତୁ ଆମ ଦୀକ୍ଷାର ଯୋଗୀ ବାବା ପାଖରେ ସବୁ ଦୀକ୍ଷା ଆଭେଲେବୁଲ ଅଛି ଆଚ୍ଛା ଆଚ୍ଛା ହଁ ସେ ବୁଝିଯିବ ହଁ ପୂର୍ବାଙ୍ଗିରି ମାତା ମୃତ ଠୁଳୁକାବ ମାତା ଗো ମାତା ଗো ମାତା ଗো আরে অন্ধারে ডিবি জাড়ি পথি পড়িবা ডিবি যদি নিভি দিব কণ করিবা হ্যাঁ ভাই টিকে রইল অন্ধারে টিপি টিপি মারা জপিবা বাকিরি কথা মোটা টুলকাবা ହଁ ଏବେ ଡାଇରେକ୍ଟ ଫାସର ପକେଇ ନେଇକି ଯିବ କୁଆଡେ ହଁ ଶୁଣ ଲଜୁ ବାଧାରୀ କହୁଛି ତ କର ଧରି କିଣା ଦାସ ମୁତ ହରି ଛାଡ଼ି ଦିଅ ମନୁର ବାନ୍ଧବୀ আসি মর অঙ্গে বস না করিল ମଉସା ହଁ ମୁଁ ତାଙ୍କ କଥାରେ ରାଜି ଯେ ହଁ। ଆଉ ଫିଟିଲା ଭଳିଆ ନାହିଁ। ଯଦି ରାଜି ହେବା ଦରକାର ଏ ଭାଷ ପକେଇକି କୁଆଡେ ଥିଲି ମୁଁ ତାଙ୍କ କଥାରେ ରାଜି ଅଛି ହଁ। ମାନେ ମୁଁ ଯିବି ମଉସା ହଁ ହେଲେ ମୋ କଥା ଟିକେ ରାଜି ହେବାକୁ ପଡିବ ଆପଣ ଆଉ ରାଜି ହବାକୁ ପଡିବ ହଁ ମଉସା ତାହା କଣ କହିଲୁ ତାହେଲେ କହୁଛି ଶୁଣ ମଉସା ହଁ। କବିତା ବନିତା ଲତା ସଦା ଲড়ନ୍ତି ଆଶ୍ରିତା ଆଚ୍ଛା। କଥା ନୁହଁ ମିଥ୍ୟା ପତିର ତର ଭାସିଲେ ନାଗର ହେ পতির মন করে নাগর হে ଆରେ ମା ହଁ ମଉସା ତୋର କହିବା କଥା ଟିକେ ମୁଁ ବୁଝିପାରିଲିନି ରେ ମା କଣ ବୁଝିପାରିଲେଣି ତୁ ମଉସା କହିଲୁ କବିତା ବନିତା ଲତା ସଦା ଲଢ଼ନ୍ତି ଆଶ୍ରତା ଏକଥା ନୁହଁ ନିତ୍ୟା ତାର ଅର୍ଥ ଟିକେ କଣ କହିପାରିବୁ ମା ନିଶ୍ଚୟ କହିବି ମଉସା ମଉସା ହଁ କବି ବୋଲନ୍ତି ହଉଛି ଲେଖକ ମଉସା ଆଚ୍ଛା କବି ବଳନ୍ଦେ ଗୋଟେ ଲେଖକ ହଁ ମଉସା ସେ ଯେକୌଣସି ଦେବାଦେବୀ କି ଆରାଧନା ନ କଲେ ଗୋଟିଏ କବିତାଟେ ଲେଖିପାରେନି ଆଚ୍ଛା ମଉସା ଆଚ୍ଛା ସେ କବି କୌଣସି ଆଉ ଜଣଙ୍କର ଆଶ୍ରୟ କିମ୍ବା ଦେବଶକ୍ତି ଆଶ୍ରୟ ନ ନେଲେ ସେ ପ୍ରକାଶିତ କରିପାରିବନି ବୋଲି କହୁଛୁ କଣ ଏଇଭଳିଆ ଯଦି କହିବୁ ତୁ ସେଟା ବୁଝିବୁ ଲୋକମାନେ ବୁଝିପାରିବେ କଣ ନା ଲୋକମାନେ ବୁଝିପାରିବେ କେମିତି ସେମାନେ କେମିତି ବୁଝିବେ ହଁ। ଆମ ଷ୍ଟାଇଲରେ ବୁଝିବେ ହଁ ହଁ ଯଦି ଜଣେ ଲେଖକ ଲେଖିବ ହଁ। କେମିତି ଲେଖିବ ହଁ ପେନ ମୁଣ୍ଡିଟା ଯଦି ଭାଙ୍ଗି ଦିଅ କେମିତି ଲେଖିବ ଆଚ୍ଛା ଆଚ୍ଛା ସେଇଭଳିଆ କଥାଟା ସେ କହୁଛି ଆପଣ ବୁଝଉଛନ୍ତି ଠିକ ଆଉ ହଁ। ଆଚ୍ଛା ଝିଅ ହଁ ମଉସା କବିତା ବନିତା ବଳନ୍ଦେ ଝିଅ କବିତା ବୋଲନ୍ତି ଝିଅ ଗୋଟିଏ ଝିଅ ମଉସା ଆଚ୍ଛା ଆଚ୍ଛା ବନିତା ବଳନ୍ଦେ ଗୋଟିଏ ଝିଅ ହଁ କହିଲୁ ମଉସା ମା ସେ ଝିଅର କେହି ବାପା ମା ଭାଇ ଭଉଣୀ କିମ୍ବା ନିଜର ସ୍ୱାମୀ ନଥିଲେ ସେ ବଞ୍ଚି ଏ ପାରେ ସଂସାରରେ ବଞ୍ଚି ପାରିବନି କହୁଛୁ ତ ହଁ ଏଟା ଠିକ କଥା
ମା ଗୋଟିଏ ପୁଅ ପିଲା ସବୁ ଜାଗାରେ ବଞ୍ଚିଯିବ କିନ୍ତୁ ଗୋଟିଏ ଝିଅ ପିଲା କୌଣସି ଜଣଙ୍କର ଆଶ୍ରୟ ଯଦି ନ ପାଇଲା ସେ ବଞ୍ଚିବାଟା ତା ଜୀବନରେ ବହୁତ କଷ୍ଟ ହଁ ମଉସା ଠିକ ସେମିତି ମୋର ବି ଆଚ୍ଛା ମଉସା। କବିତା ଫବିତା ଲତା ଲତା ବୋଲନ୍ତେ ଝିଅ ଲତା ବୋଲନ୍ତେ ମଉସା ବାଡ଼ିରେ କଖାରୁଟିଏ କିମ୍ବା କାକୁଡ଼ିଟିଏ ଲଗେଇଥିଲେ ତାହାକୁ ମଧ୍ୟ ଲଜ୍ଜାଟିଏ ଦରକାର ହେଇଥାଏ ମଉସା। ଆଚ୍ଛା ଆଚ୍ଛା ଯଦି ଆମେ ବାଡ଼ିରେ କୌଣସି ଗଛ ଲଗେଇଥିଲେ ଲହ ଜାତୀୟ ଗଛ କଣ ଜାଣିଛୁ କି ନାଇଁ ବାବା କି କହିବି କଣ ବାବା ଘଣ୍ଟା ବୋଲେ କଣ ଜାଣିଛୁ କଣ ଯୋଉଟା କେନା ବାହାରିଥିବ ଓହୋ କେନା ବାହାରିଥିବ। ଏମିତି ହେଇଥିବ ସବୁ ଆଚ୍ଛା, ଆଚ୍ଛା। ସେଇଟା ଲତା ଜାତୀୟ ଗଛ ଯାକ ସବୁ ଉପରକୁ ଯିବ ଉପରକୁ ଯିଏ ଯିବ ଲତା ସେ ଜଣଙ୍କର ଆଶ୍ରୟ ନ ନେବା ପର୍ଯ୍ୟନ୍ତ ସେ ଉପରକୁ ଯାଇପାରିବ ନାହିଁ ହଁ ସିଏ ସେ କଥାଟା କହିବ ବୁଝିଲି ରେ ମା। ଆମେ ଛାଡ଼ିକି ଆଉ ଯିବୁ ହଁ ଏବେ ଧରିବୁ ହାତ ଧରିକି ଆଉ ସେ ଯୋଉ କଣ କହିଲା ହଁ ପତିର ସରକାର ଥିଲେ ହଁ। ପତ୍ନୀର ମନ ନ ଏଇଟା ଠିକ କଥା ତ ବାବା ହଁ ଆମେ ତ ଧରିକି ଯିବୁ ଆଉ କଣ ଏତେ କଥା କଣ ମଉସା କହିବା ଯଦି ସେ ଧରିଥିବେ ଆଚ୍ଛା ଆଚ୍ଛା ହଁ ମଉସା ଏବେ ଆଉ ଛାଡ଼ିକି ଗଲା ବେଳେ ଚାନ୍ସ ହେଇଛି ମଉସା ହଁ ସେ ଯଦି ମତେ କୋଉଠି ଛାଡ଼ିଦେବେ ତାହେଲେ ମୋର ଅବସ୍ଥାଟା କଣ ହେବ ମଉସା? ନାଇଁ ମା ସେ ତୋତେ ଛାଡ଼ିବ ନାହିଁ ସେ ପୁରା ସତ୍ୟ କରିନେବେ ତୋତେ ଆଉ ଛାଡ଼ିବି ତାହେଲେ ମୁଁ ଆଉ ଗୋଟେ କହୁଛି କହିଲି ମଉସା। ମା। ମୋର ନେତ୍ର ପ୍ରତିମା ମୃଦୁ ହାସି ମୁଖ ଧାମା ମନ କେସି ପ୍ରିୟତମା ପ୍ରେମ ବାଣିଜ୍ୟ ପସରା ନା କରିଲ ମଣି ମହୃଦୟ ହାରା ନା କରିଲ କହିଲେ ସୀତାଏ ମନ୍ତର ବାନ୍ଧି ପଣନ୍ତେ ପଣନ୍ତା କିଛି କହିଲା ହେ କାନ୍ତା ମୀରା ମୀରା ଉପରେ ସାଗର ହେ ସେହି ନ ପାରନ୍ତି ବାରି ସାଗର ହେ ବାବା ଯୋଗୀ ଯୋଗୀ ବିରସ କହିଲେ ହେବ ବିଶେଷ ଆଉ ଆପଣ ଏଇ ଲୀଳା କରନ୍ତୁନି ଆପଣ ଦେଖନ୍ତୁ ବେଳ 7ଟା ପରେ ହେଲାଣି ଆପଣଙ୍କର ତ ସରିବ ନାହିଁ ଯେତେ ଟାଇମ୍ ଏବେ ଛିଡ଼େଇ ଦେଇକି ଫାଇନାଲ ସେଇଠି ସମାପ୍ତ କରିକିରି ଆପଣ ନେଇକିରି ସେ ଝିଅକୁ ଶାନ୍ତିରେ ରଖିବେ ଆଉ ଛାଡ଼ିବେ ନାହିଁ ଏବେ ଅଶାନ୍ତି ଆଉ କଣ ଅଛି ଏବେ ତ ସବୁ ସମାଧାନ ହେଇଗଲା ଆଉ ହଉ ବାବା ଯୋଗୀ ଯୋଗିଆଣି ରସ କହିଲେ ହେବ ବିଶେଷ ଏ ଗୀତ କରୁଛୁ ସେ ଭାବି କହେ ରତ୍ନ କରା ସୁଜନ ହେ ମୋର କ୍ଷମା କରା ସୁଜନ ହେ ଶାନ୍ତିରେ ନେବେ ହେଲା